ସମସ୍ତଙ୍କୁ ନମସ୍କାର। ଏସ୍ଏସ୍ପି ଟିଜିଟି ଆଉ ଓଏସ୍ଟିରେ ଥିବା କବିତା ତୋଡ଼ତି ପଥର ସୂର୍ଯ୍ୟକାନ୍ତ ତ୍ରିପାଠୀ ନିରାଲାଙ୍କର ଆଜି ଆମେ ପଢ଼ିବା। ସୂର୍ଯ୍ୟକାନ୍ତ ତ୍ରିପାଠୀ ନିରାଲା ହେଉଛନ୍ତି ଛାୟାବାଦର କବି। ଛାୟାବାଦର ଯେଉଁ ଚାରି ସ୍ତମ୍ଭ ଅଛନ୍ତି, ଚାରିଟା ସ୍ତମ୍ଭ ଛାୟାବାଦର, ପ୍ରଶାନ୍ତ, ପନ୍ତ, ନିରାଲା ଆଉ ମହାଦେବୀ, ଏମାନଙ୍କ ମଧ୍ୟରୁ ସୂର୍ଯ୍ୟକାନ୍ତ ତ୍ରିପାଠୀ ହେଉଛନ୍ତି ଜଣେ। ସୂର୍ଯ୍ୟକାନ୍ତ ତ୍ରିପାଠୀ ସବୁବେଳେ କ'ଣ କରନ୍ତି ନା ସମାଜରେ ଯେଉଁ ପୁଞ୍ଜିବାଦୀ ବର୍ଗ, ପୁଞ୍ଜିବାଦୀ ସମାଜ ମାନେ ହେଉଛି ଯେଉଁମାନେ ସମାଜରୁ ବହୁତ ପ୍ରକାର ଶୋଷଣ କରି ନିଜେ ଧନୀ ହେଇଛନ୍ତି, ନିଜେ ଧନବାନ ହେଇଛନ୍ତି, ସେମାନଙ୍କ ପ୍ରତି ସବୁବେଳେ ନିରାଲାଙ୍କ ମନରେ ସବୁବେଳେ ଆକ୍ରୋଶ ଥାଏ ଏବଂ ରାଗ ଥାଏ। ତେଣୁ ସେଇ ପୁଞ୍ଜିବାଦୀ ସମାଜକୁ ବିରୋଧ କରି ଆଜି ଏଇ କବିତା वो तोड़ती पत्थर सूर्यकांत त्रिपाठी निराला लिखिଛନ୍ତି। वो तोड़ती पत्थर देखा उसे मैंने इलाहाबाद के पथ पर, वो तोड़ती पत्थर। इलाहाबादର ରାସ୍ତାରେ ସେ ଜଣେ ସ୍ତ୍ରୀ ଲୋକକୁ ଦେଖୁଛନ୍ତି ଏବଂ ସେ ସ୍ତ୍ରୀ ଲୋକଟି କ'ଣ କରୁଥାଏ ନା ସେତେବେଳେ ପଥର ଭାଙ୍ଗୁଥାଏ। କେଉଁଥିରେ ନା ଦେଖନ୍ତୁ ଆଗରେ ଅଛି, वो तोड़ती पत्थर देखा उसे मैंने इलाहाबाद के पथ पर, वो तोड़ती पत्थर कोई ना छायादार पेड़ वो जिसके तले बैठी हुई स्वीकार, श्याम तन भर बंधा यौवन नत नयन प्रिय कर्मरत मन गुरु हथौड़ा हाथ करती बार बार प्रहार सामने तरुमालिका अटालिका प्रकार। ମାନେ ସେ ଯେଉଁ ଲୋକଟିକୁ ଦେଖିଲେ, ଯେଉଁ ସ୍ତ୍ରୀ ଲୋକଟିକୁ ଦେଖିଲେ, ସେ ପୁରା ଖରାରେ ବସିକି ପଥର ଭାଙ୍ଗୁଥିଲା। କୋଇନା ଛାୟାଦାର କେହି ଛାଇ ଦେବା ପାଇଁ ବି କେହି ନଥିଲେ, କିନ୍ତୁ ସେ ଯେଉଁ ଗଛ ତଳେ ବସିଥିଲା, ସେ ଗଛ ତଳେ ହିଁ ସିଏ ଆନନ୍ଦ ପାଉଥିଲା ଏବଂ ତାକୁ ସ୍ୱୀକାର କରୁଥିଲା। ତାମାନେ ଯେ ଗରିବ ଲୋକ, ତାର ପାଖରେ ତ କିଛି ନାହିଁ, ତେଣୁ ତାକୁ ଯାହା ବି ମିଳୁ ସେ ତାକୁ ସ୍ୱୀକାର କରେ ସବୁବେଳେ। ଏବଂ ଯେଉଁ ଧନୀ ଲୋକମାନେ, ଯେଉଁମାନଙ୍କ ଘରେ ଏସି ଅଛି ଏବଂ ବଡ଼ ବଡ଼ ବଙ୍ଗଳା ଅଛି, ସେମାନେ ରହୁଛନ୍ତି, ତାଙ୍କ ପାଖରେ ତ ସବୁ ସୁବିଧା ସୁଯୋଗ ଅଛି, କିନ୍ତୁ ଗୋଟେ ଗରିବ ଲୋକ ଯାହା ପାଖରେ କିଛି ନାହିଁ, ସିଏ ତାକୁ ଯାହା ମିଳେ ସେ ସବୁବେଳେ କ'ଣ କରେ, ତାକୁ ସ୍ୱୀକାର କରେ। पेड़ वो जिसके तले बैठी हुई स्वीकार, ଯାହା ଯେଉଁ ଗଛ ତଳେ ସେ ବସିଛି, ସେ ଗଛ ତଳର ଯେଉଁ ଛାଇକୁ ସେ ତାକୁ ସ୍ୱୀକାର କରିଦେଇଛି। ଆଉ ସେ ସ୍ତ୍ରୀ ଲୋକର ରଙ୍ଗ କେମିତି ଥିଲା ନା ଶ୍ୟାମ ତନ, ସାଉଁଳା କଲର୍, ଆମେ ଯେଉଁ କହନ୍ତି ଯେଉଁ ବେଶୀ ଗୋରା ନୁହଁ କି ବେଶୀ କଳା ନୁହଁ, ସାଉଁଳା। ଶ୍ୟାମ ତନ ହେଉଛି ଶରୀର, ଭର ବନ୍ଧା ଯୌବନ ବେଶୀ ବୟସ ନଥିଲା, ଯୌବନ ଥିଲା, ବୟସ ବେଶୀ ହେଇନଥିଲା। ତ ନତ ନୟନ ପ୍ରିୟ କର୍ମରତ ମନ, ନତ ନୟନ ଆଖି ଅନେଇ କାହାକୁ ଚାହିଁ ପାରୁନଥିଲା, ସବୁବେଳେ ତଳକୁ ରହିକି ସବୁବେଳେ ତଳକୁ ଚାହୁଁଥିଲା। ନୟନ ପ୍ରିୟ କର୍ମରତ ମନ କାମ ଉପରେ ସେ ତାର ବହୁତ ଫୋକସ୍ ଥିଲା, କାମ ହିଁ କରିବା ପାଇଁ ସେ ସବୁବେଳେ କ'ଣ ବ୍ୟସ୍ତ ରହୁଥିଲା ଏବଂ ତାର କିଛି ସମୟ କାମ କରିଲା ପରେ ଗୋଟେ ଗଛ ତଳେ ଯାଇ ବସୁଥିଲା ଏବଂ କାମ ଉପରେ ହିଁ ସେ ଫୋକସ୍ କରୁଥିଲା। ଗୁରୁ ହଥୌଡ଼ା ହାତ, ନିଜ ହାତରେ ଗୁରୁ ହଥୌଡ଼ା ବହୁତ ଓଜନିଆ ହାତୁଡ଼ି ଧରି ତା ହାତରେ ସେ ବାର ବାର ପ୍ରହାର ସାମନେ କରତି ବାର ପ୍ରହାର, ସେ ପଥରକୁ ସେ କ'ଣ କରୁଥିଲା, ବାରମ୍ବାର କ'ଣ କରୁଥିଲା, ପିଟୁଥିଲା। କାହିଁକିନା ପଥର ଭାଙ୍ଗିବା କାମ ତାକୁ ଦିଆଯାଇଥିଲା, ତେଣୁ ପଥର ଭାଙ୍ଗିବା କାମ ସେ କରିବା ପାଇଁ ସେ ତା ହାତରେ ଗୋଟେ ଓଜନିଆ ହାତୁଡ଼ି ନେଇକି ବାରମ୍ବାର ସେ ପଥରକୁ ବାଡ଼ଉଥିଲା। ସାମନେ ତରୁମାଲିକା ଅଟାଲିକା ପ୍ରକାର, କେତେ ପ୍ରକାରର ସେ ଯେଉଁଠି କାମ କରୁଥିଲା ତା ସାଇଡ଼ରେ ବହୁତ ବଡ଼ ବଡ଼ ତରୁମାଲିକା ଗଛମାନଙ୍କ ଏମିତି ଧାଡ଼ି ହେଇକି ଲାଗିଥିଲେ। ଯେଉଁ ବଡ଼ ବଡ଼ ଲୋକ, ଯେଉଁମାନେ ଧନୀ ଲୋକ, ତାଙ୍କ ଘର ଆଗରେ ସେମାନେ ସବୁ ଦେବଦାରୁ ହଉ ବିଭିନ୍ନ ଶୋ ଗଛ ସେମାନେ ଲଗାନ୍ତି ନା, ତେଣୁ
ତା ଆଗରେ ଗୋଟେ ଏତେ ବଡ଼ ଅଟ୍ଟାଳିକା, ଅଟ୍ଟାଳିକା ମାନେ ବଡ଼ ବିଲ୍ଡିଂ। ସେ ବଡ଼ ବିଲ୍ଡିଂ ଥିଲା। ସେ ବିଲ୍ଡିଂ ସାମ୍ନାରେ ବିଭିନ୍ନ ପ୍ରକାର ଗଛ ଲାଗିଥିଲା। କିନ୍ତୁ ଦେଖ, ଯେଉଁମାନେ ପୁଞ୍ଜିପତି, ଯେଉଁମାନଙ୍କ ପାଖରେ ବହୁତ ପଇସା ଅଛି, ସେମାନଙ୍କ ପାଖରେ ଆଜି ବିଲ୍ଡିଂ ଅଛି, ଗଛ ଅଛି, ସବୁ ପ୍ରକାର ସୁବିଧା ସୁଯୋଗ ଅଛି। କବି ଏଠି କହିବାକୁ ଚାହୁଁଛନ୍ତି ଯେ ଯେଉଁମାନେ ଗରିବ ଲୋକ, ତାଙ୍କ ପାଖରେ କୌଣସି ସୁବିଧା ସୁଯୋଗ ନଥାଇ ମଧ୍ୟ ସିଏ ଯାହା ବି ତାଙ୍କୁ ସୁବିଧା ମିଳେ ତାକୁ ସେମାନେ କ'ଣ କରନ୍ତି, ତାକୁ ସ୍ୱୀକାର କରନ୍ତି। ଏବଂ ଯେଉଁମାନେ ପୁଞ୍ଜିବାଦୀ, ଯେଉଁମାନେ ପୁଞ୍ଜିପତି, ଯେଉଁମାନଙ୍କ ପାଖରେ ବହୁତ ପଇସା ଅଛି, ସେମାନେ କ'ଣ କରୁଛନ୍ତି ନା ବିଭିନ୍ନ ବଡ଼ ବଡ଼ ଅଟ୍ଟାଳିକାରେ ରହୁଛନ୍ତି ଏବଂ ବହୁତ ବଡ଼ ବଡ଼ ଘରେ ରହୁଛନ୍ତି। ଘର ଆଗରେ ମଧ୍ୟ ରହିଛି ଗଛ ରହିଛି। चढ़ रही धूप गर्मियों के दिन, दीवा का तमतमाता रूप, उठी झुलसाती हुई लू, रुई ज्यों जलती हुई भू, गर्द चिनगी छा गई प्राय हुई दोपहर वो तोड़ती पत्थर। ମାନେ ମାନେ ବହୁତ, ମାନେ ଏଇଟା ହେଉଛି ଗ୍ରୀଷ୍ମ ଋତୁ, ବହୁତ ଗରମ ହେଉଛି। ଚଢ଼ ରହି ଧୂପ ମାନେ ବହୁତ, ମାନେ ଖରା ଜୋର ହେଉଛି। କିନ୍ତୁ ଦିବା କା ତମତମାତା ରୂପ, ମାନେ ଏଇଟା ହେଉଛି ଖରାବେଳ ଟାଇମ୍, ପ୍ରବଳ ଖରା। ତମତମାତା ମାନେ ହେଉଛି ମାନେ ଗରମ ଏତେ ଜୋର ହେଉଛି ଯେ ଯେମିତି ମାନେ ମଣିଷ ଜଳିଯିବ। ଝୁଲସାତି ହୁଇ ଲୁ, ମାନେ ଲୁ ମାନେ ଗରମ ପବନ ପ୍ରବଳ ବହୁଛି। ଯେମିତିକି ମାନେ ସେ ପବନ, ସେ ଲୁଟା ଯଦି ଆମେ ଯଦି ଗୋଟେ ତୁଳା ରଖିଦେବା, ସେ ତୁଳାଟା ବି ଜଳିଯିବ, ଏତେ ଜୋର ଗରମ ହେଉଛି। ଗର୍ଦ ଚିନଗି ଛା ଗଇ, ମାନେ ଚାରିଆଡ଼େ କ'ଣ ହେଉଛି, ଧୂଳି ଉଡ଼ୁଛି। ମାନେ ଧୂଳିଟା ଯେମିତି ଲାଗୁଛି ଚିଙ୍ଗାରି ଭଳିଆ। ଚିଙ୍ଗାରି ମାନେ ଯେଉଁ ନିଆଁର ଛୋଟ ଛୋଟ କଣକୁ ଆମେ କ'ଣ କହୁଛେ, ଛୋଟ ନିଆଁର ଯେଉଁ ଛୋଟ ଏଇ ଅଂଶ, ତାକୁ ଆମେ କହୁଛେ ଚିନଗି। ସେ ଏମିତି ଏତେ ଜୋର ଗରମ ଭିତରେ ବି ସେ କ'ଣ କରୁଛି, ଦୋପହର ହେଇଗଲାଣି, ମାନେ ଖରାବେଳ ହେଇଗଲାଣି, ତଥାପି ସେ ଗରମରେ ସେ କ'ଣ କରୁଛି, ମାନେ ପଥରକୁ ଭାଙ୍ଗିବା କାମରେ, ପଥରକୁ ବାଡ଼େଇକି ଭାଙ୍ଗିବା କାମରେ ଲାଗିଛି। देखते देखा मुझे तो एक बार उस भवन की ओर देखा छिनତାର, ମାନେ ଥରେ ତାକୁ, କବିଙ୍କ ଆଡ଼କୁ ସେ ସ୍ତ୍ରୀ ଲୋକଟି ଚାହିଁଲା ଏବଂ ସେ ବଡ଼ ଅଟ୍ଟାଳିକା ଆଡ଼କୁ ମଧ୍ୟ ଚାହିଁଲା ଯେ ଦେଖ, ସେଠି ଜଣେ ପୁଞ୍ଜିପତି, ସେ କେତେ ବଡ଼ ଘରେ ରହୁଛି ଏବଂ ମୁଁ ଜଣେ ଗରିବ ଲୋକ ବୋଲି ମୁଁ ମାନେ ଏଇ କାମ କରୁଛି, ଆଉ ଏତେ ଖରା ମୁଁ ସହୁଛି। ସେ ଘର ଭିତରେ ସବୁ ସୁବିଧା ସୁଯୋଗ ଅଛି, କିନ୍ତୁ ମୋ ପାଖରେ କୌଣସି ସୁଯୋଗ ନାହିଁ। ଯେମିତିକି ମୋତେ ସମାଜରୁ ମୁଁ ଛିନ୍ନ ହୋଇଯାଇଛି, କଟିଯାଇଛି। देखकर कोई नहीं देखा मुझे उस दृष्टि से, जो मार खा रोई नहीं, सजा सहज सितार। ହେଲା, ସେ କହୁଛି ଯେ ସମାଜ କ'ଣ, ସେ ଯେଉଁ ପୁଞ୍ଜିପତି ମାନେ କ'ଣ କରୁଛନ୍ତି, ଗରିବମାନଙ୍କୁ ଲୁଟିକି ଆଜି ଧନୀ ହେଇଛନ୍ତି। କିନ୍ତୁ ଯେତେବେଳେ ସେ ସ୍ତ୍ରୀ ଲୋକଟି ଦେଖୁଛି, देखते देखा मुझे तो एक बार उस भवन की ओर देखा छिनतार, देखकर कोई नहीं देखा मुझे उस दृष्टि से, ମାନେ ସେ ଦେଖୁଛି ନିଜକୁ କବିଙ୍କ ଆଡ଼କୁ ଚାହିଁକି ସେ ପୁଣି ଦେଖୁଛି ଯେ ମାନେ ଏମିତି ଦୃଷ୍ଟିରେ ସେ ଦେଖୁଛି ଯେମିତିକି ମାନେ ସମାଜ ତା ଉପରେ ବହୁତ ଜିନିଷ ଲଦି ଦେଇଛି ଏବଂ ତାଠାରୁ ବହୁତ ଜିନିଷ ଛଡ଼େଇ ନେଇଛି। देखकर कोई नहीं देखा मुझे उस दृष्टि से, जो मार खा ରୋଇ ନାହିଁ, ଆଜି ପର୍ଯ୍ୟନ୍ତ କ'ଣ ସମାଜ କ'ଣ କରିଛି, ଲୁଟିଛି, ତାଙ୍କୁ ହଇରାଣ କରିଛି, ବିଭିନ୍ନ ପ୍ରକାର ଅସୁବିଧାରେ ପକାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନେ କେବେ କାନ୍ଦି ନାହାନ୍ତି। ଯେଉଁମାନେ ଗରିବମାନଙ୍କୁ ଶୋଷଣ କରୁଛନ୍ତି, ଯେଉଁମାନେ ପୁଞ୍ଜିପତିମାନେ ଯେଉଁ ଗରିବମାନଙ୍କ ଧନ ନେଇ ପୁରା ଅତ୍ୟାଚାର କରି ସେମାନେ ଧନୀ ହେଇଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଗରିବମାନେ କେବେ କାନ୍ଦି ନାହାନ୍ତି। ସେମାନେ ତାଙ୍କ ଉପରେ ଦିଆଯାଇଥିବା ଦଣ୍ଡକୁ ସହଜରେ ସହି ନେଇଛନ୍ତି ଏବଂ ସେ କେବେ ବି ବିରୋଧ କରିନାହାନ୍ତି। ଆଉ ଦ୍ୱିତୀୟ କଥା ହେଉଛି, सुनी मैंने वो नहीं जो थी सुनी झंकार, एक क्षण के बाद वो कांपी सुधर, ढुलक माथे से गिरे शिकर, और लीन होते कर्म में फिर ज्यों कहा मैं तोड़ती पत्थर। ମାନେ ସେ କ'ଣ କହୁଛି ନା
ଶିକର ମାନେ ହେଉଛି ପସିନେ କା ବୁନ୍sh ମାନେ ଝାଳ। ସୁନି ମାନେ ଓ ନେହିଁ ଯୋ थी सुनी झंकार। ସମସ୍ତେ ଯେଉଁଟା ଶୁଣିଥିଲେ ମୁଁ ସେଇଟା ଶୁଣି ନାହିଁ। ଏକ କ୍ଷଣ କେ ବାଦ ଓ କାଁପି ସୁଧର। ତା ଦେହ ଯେମିତି ଥରି ଯାଉଥାଏ, ତଥାପି ସେ କ'ଣ କରୁଛି ନା ଉପରୁ ତାର ମଥାରୁ କ'ଣ ଝାଳ ବୋହି ଯାଉଛି, କିନ୍ତୁ ତଥାପି ସେ କାମ ପାଇଁ ବ୍ୟସ୍ତ ରହିଛି, କର୍ମରେ ଲୀନ ରହିଛି। ମେ ତୋଡ଼ତି ପଥର। ତାପରେ କହୁଛି ଯେ ମୁଁ ପଥର ଭାଙ୍ଗୁଛି ଏବଂ କିଛି ଲୋକ ଏଠି କ'ଣ କରୁଛନ୍ତି ନା ବହୁତ ଅଏସ ଆରାମରେ ରହିଛନ୍ତି। କବି ସୁମିତ୍ରା ନନ୍ଦନ ପନ୍ତଙ୍କ କହିବା କଥା ଯେ ସମାଜରେ କୌଣସି ବର୍ଗର ତାରତମ୍ୟତା ନ ରହୁ, କିଏ ବଡ଼ ଲୋକ ନ ରହୁ କି କିଏ ଗରିବ ନ ରହୁ, ସମସ୍ତେ ସମାନ ଭାବରେ ବଞ୍ଚନ୍ତୁ, ସମସ୍ତଙ୍କ ପାଖରେ ସମାନ ସୁବିଧା ସୁଯୋଗ ରହୁ। ଏଟା ଗୋଟେ ମାନେ ବିଦ୍ରୋହର ପ୍ରତୀକ। ଏ କବିତା ଗୋଟେ ବିଦ୍ରୋହର ପ୍ରତୀକ। ସୂର୍ଯ୍ୟକାନ୍ତ ତ୍ରିପାଠୀ ସବୁବେଳେ ବିଦ୍ରୋହ କରିଛନ୍ତି, ସବୁବେଳେ ଗରିବ ନିଷ୍ପେଷିତ ବର୍ଗମାନଙ୍କ ପାଇଁ ସବୁବେଳେ କ'ଣ କରିଛନ୍ତି, ଲଢ଼ିଛନ୍ତି। ସବୁ ଜାଗାରେ ଯେଉଁମାନେ ଶୋଷଣର ଶିକାର ହେଉଛନ୍ତି ତାଙ୍କ ବିଷୟରେ ସବୁବେଳେ କବିତା ଲେଖିଛନ୍ତି। ତେଣୁ ଏ କବିତା ଓ ତୋଡ଼ତି ପଥର ଆଶା କରୁଛି ସମସ୍ତେ ବୁଝିପାରିଥିବେ। ଏବଂ ଏଇଭଳି ଆଗକୁ OSTT ଏବଂ SSPTGTର ହିନ୍ଦୀ ବିଷୟ ଗୁଡ଼ିକର ଭିଡ଼ିଓ ଆସିବ ଏବଂ ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍ ସେୟାର କରନ୍ତୁ। ଏବଂ ଏହାପରେ ଆହୁରି ଅନେକ ଭିଡ଼ିଓ ଆସିବାର ଅଛି। ଏବଂ ଯଦି ଭିଡ଼ିଓଟି ଭଲ ଲାଗିଲା ଆପଣ ଗୋଟେ ଲାଇକ୍ କରିବେ।